ସାଧୁ ବର୍ତ୍ତଲୋମିଓ ଗମ୍ଭୀର ବିଶ୍ୱାସ ବିଶିଷ୍ଟ ଏକ ଶିଷ୍ୟ ଥିଲେ, ଯିଏ ଯୀଶୁଙ୍କୁ ମିଶିହା ଭାବେ ଗ୍ରହଣ କରି ତାଙ୍କ ସହ ଏକ ନୂତନ ଜୀବନ ଆରମ୍ଭ କରିଥିଲେ। ତାଙ୍କ ନିଜ ଜୀବନର ଆରମ୍ଭ ସମ୍ବନ୍ଧରେ ବହୁତ କମ ଜନ ଯାଏ, କିନ୍ତୁ ସେ ଫିଲିପଙ୍କ ମାଧ୍ୟମରେ ଯୀଶୁଙ୍କ ସହ ଭେଟିଥିଲେ। ଯୀଶୁଙ୍କୁ କହିଥିବା ତୁମକୁ ଗଛ ତଳେ ଦେଖିଥିଲି ବାକ୍ୟ ସେଙ୍କୁ ଆଶ୍ଚର୍ଯ୍ୟ ଓ ଆଶାରେ ପୂର୍ଣ୍ଣ କରିଦେଇଥିଲା। ସେ ଯୀଶୁଙ୍କୁ କେବଳ ଗୁରୁ ଭାବେ ନୁହେଁ, ବରଂ ଇସ୍ରାଏଲର ରାଜା ଓ ଈଶ୍ୱରଙ୍କ ପୁଅ ବୋଲି ଘୋଷଣା କରିଥିଲେ। ସେ ଜନସାଧାରଣ ମଧ୍ୟରେ ଯୀଶୁଙ୍କୁ ସୁସମାଚାରକୁ ପ୍ରଚାର କରିଥିଲେ। ବିଶେଷ କରି ଆର୍ମେନିଆ ଓ ପୂର୍ବ ଦେଶମାନେ ସେ ଯୀଶୁଙ୍କ ପ୍ରତି ଏମିତି ନିଷ୍ଠ ରଖିଥିଲେ ଯେ ଶେଷରେ ନିଜ ପ୍ରାଣ ଦେଇ ଶହୀଦ ହୋଇଥିଲେ। ସାଧୁ ବର୍ତ୍ତଲୋମିଓଙ୍କ ଜୀବନ ଆମକୁ ଶିଖାଏ ଯେ ସତ୍ୟ ପାଇଁ ବେଦନା ପରିଧାନ ହେଉଛି ଏକ ଦିବ୍ୟ ମାର୍ଗ। ତାଙ୍କ ଶିଷ୍ୟତ୍ୱ ଓ ଧୈର୍ଯ୍ୟ ଆମ ପାଇଁ ଏକ ଉତ୍ତମ ଆଦର୍ଶ, ଯିଏ ଯୀଶୁଙ୍କ ପଥରେ ଚାଲିବାକୁ ଆମକୁ ପ୍ରେରିତ କରେ।